କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଶାଳପଡ଼ାସ୍ଥିତ ବୈତରଣୀ ଡିଭିଜନ ପକ୍ଷରୁ ଆଜି ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ଯୋଗଦେଇ ଚାଷୀଙ୍କ ସମସ୍ୟା ଦୂର କରିବାରେ ସରକାର ଓ ଜଳସମ୍ପଦ ବିଭାଗ ବିଫଳ ହୋଇଛନ୍ତି ବୋଲି ମତ ପ୍ରକାଶ କରିଥିଲେ। ବୈତରଣୀ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ଲକ୍ଷ୍ମଣ ମାରାଣ୍ଡି କହିଥିଲେ ଯେ ବର୍ତ୍ତମାନ ବିଭାଗରେ ଥିବା ସୀମିତ କର୍ମଚାରୀଙ୍କୁ ନେଇ ଏତେ ଅଞ୍ଚଳର ସମସ୍ୟା ବୁଝିବା କଷ୍ଟସାଧ୍ୟ। ଆଗାମୀ 2 ବର୍ଷ ମଧ୍ୟରେ ଖାଲି ପଦବୀଗୁଡ଼ିକ ପୂରଣ ନହେଲେ ଆହୁରି ସମସ୍ୟା ଦେଖାଦେବ। ମୋଟ 74 ଗୋଟି ପାଣି ପଞ୍ଚାୟତର କର୍ମକର୍ତ୍ତା ଯୋଗଦେଇ ପାଣି ପଞ୍ଚାୟତ ପାଇଁ ସ୍ଥାୟୀ ଘର, ବର୍ଷା ଦିନ ପୂର୍ବରୁ କେନାଲ ମରାମତି କରିବା ଓ ଫୁଟ୍ ବ୍ରିଜ୍ ନିର୍ମାଣ ପାଇଁ ଦାବି ରଖିଥିଲେ। ଘସିପୁରାରୁ ଗଗନ ବିହାରୀ ଦାସଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍। ସଭାରେ ଆମର ପ୍ରତ୍ୟେକ ପାଣି ପଞ୍ଚାୟତ ସମ୍ପାଦକ ଜୀବନ ଜଣେ କୃଷକ କାର୍ଯ୍ୟ ପାଇଁ ଜଳ ସୁଚାରୁରୂପେ ଏସି ସାର୍ ଅନୁରୋଧ କଲି ଯେ ଆମର ଆଲୋଚନା କରିବା ଏବଂ ପାଣି କିପରି ଯାଇ ଚାଷୀ ପାଖରେ ପହଞ୍ଚି ପାରିବ। ପାଳନ ହେଇଛି ସରକାର ତରଫରୁ 20 ଭିତରେ ପାଣି ପାଳନ କରିବେ। ତେଣୁ